ନମସ୍କାର କହିଲେ ଦେଖ ଏଇଟା ଆମର ବାକ୍ୟ ବିଚାରର ପଦବିନ୍ୟାସ ଦେଖିଥିଲେ ସେଇଠିର 8 ନମ୍ବର ଆମର ସୂତ୍ର। ଏହା କେବଳ ସମ୍ଭବ ହେବ କଠିନ ଶ୍ରମ ଦ୍ୱାରା। ଏହା କେବଳ ସମ୍ଭବ ହେବ କଠିନ ଶ୍ରମ ଦ୍ୱାରା ଅର୍ଥାତ୍ କ'ଣ? এই ବାକ୍ୟ ଦେଖ କାହା ଉପରେ ଆମର ଆରୋପ କରାଯାଇଛି। ସମ୍ଭବ କାହା ଉପରେ ଆରୋପ କରାଯାଇଛି? କିପରି ସମ୍ଭବ? ଯଦି କଠିନ ଶ୍ରମ କରିବ ତେବେ ଯେ ସମ୍ଭବ ହେବ। ତାହେଲେ କଠିନ ଶ୍ରମ ଦ୍ୱାରା ସେଇଟା ହେଉଛି ଆମର ଗୁରୁତ୍ୱ ଆରୋପିତ। ତାହେଲେ ବାକ୍ୟରେ ଯଦି ଗୁରୁତ୍ୱ ଆରୋପ ଥିବ ନା କିଏ କାହା ଉପରେ କିଏ ଯଦି ଏମିତି ଆରୋପ କରୁଥିବ ତାହେଲେ ଯେକୌଣସି ପଦ ବାକ୍ୟର ଶେଷରେ ବସିପାରେ। ଯଦି ବାକ୍ୟର ଗୁରୁତ୍ୱ ଆରୋପ ହେବ ତାହେଲେ ବାକ୍ୟ ପଦ କୌଣସି ପଦ କୋଉଠି ବସିପାରେ? ବାକ୍ୟର ଶେଷରେ ବସିପାରେ। ଦେଖ ଗୁରୁତ୍ୱ ଆରୋପ ହେଲେ ବାକ୍ୟର ଶେଷ ବସିପାରେ କୌଣସି ପଦ କିନ୍ତୁ ଗୁରୁତ୍ୱ ଆରୋପ ନ ହେଲେ ବାକ୍ୟାଂଶ ଆରମ୍ଭରେ ବସେ। ଦେଖ ମନେ ଦେଖିବ। ଦେଖ ଏହା କେବଳ ସମ୍ଭବ କଠିନ ଶ୍ରମ ଦ୍ୱାରା ଏହା ଉପରେ ଆରୋପ କରାଯାଇଛି ତେଣୁ ଏଟା ଶେଷରେ ବସିପାରେ ପଦଟା। କଠିନ ଶ୍ରମ ଦ୍ୱାରା ଏଟା ଗୋଟେ ପଦ ଆଉ ଏହା ଉପରେ ଆରୋପ କରାଯାଇଛି ତେଣୁ ଏଟା ଶେଷରେ ବସୁଛି। ଆଉ ସେକେଣ୍ଡଟା ଦେଖ ତୁମର କାମ ହେଉଛି ଘର ଜଗିବା। ତୁମର କାମ ହେଉଛି ଘର ଜଗିବା କାହାର କାମ? ତୁମର କାମ। ତାହେଲେ ତୁମର କାମ ଉପରେ ଗୁରୁତ୍ୱ ଦିଆଯାଇଛି। ତାହେଲେ ଯଦି ବାକ୍ୟାଂଶ ଥିବ ନା ତୁମର କାମ ହେଉଛି ଗୋଟେ ବାକ୍ୟାଂଶ ତେଣୁ ବାକ୍ୟର ଆରମ୍ଭରେ ଗୁରୁତ୍ୱ ଆରୋପଣ ପାଇଁ ଥିବା ବାକ୍ୟାଂଶ ବସିପାରେ। ବାକ୍ୟର ଆରମ୍ଭରେ ବାକ୍ୟାଂଶ ବସିପାରେ କିନ୍ତୁ ବାକ୍ୟର କୌଣସି ପଦ ଶେଷରେ ବସିପାରେ ଗୁରୁତ୍ୱ ପଦରେ। ଏ ଦୁଇଟା ମନେ ରଖିବ। ଏଠି ଗୋଟେ ମନେ ରଖିବ ଅବ୍ୟୟ ପଦ। ଅବ୍ୟୟ ପଦ ହେଉଛି ଏମିତି ଗୋଟିଏ ମାନେ କୋଅର୍ଡିନେଟେଡ୍ କନଜକ୍ସନ୍ ମାନେ ଯିଏକି ସେଣ୍ଟେନ୍ସଟାକୁ ଧରି ରଖିବ। ଯେମିତି ଆମେ ଇଂରାଜୀରେ କହୁଛୁ ବଟ୍ ଅର୍ ଅଦରୱାଇଜ୍ ଏମିତି ଥାଉଛି କି ନାହିଁ ଯୌଗିକ ବାକ୍ୟରେ ସେମିତି ମାନେ ରହୁଛି ଅବ୍ୟୟ ପଦ। ତାହେଲେ ଏଠି ଅବ୍ୟୟ ପଦ କିଏ? ବିନା ହେଉଛି ଏଠି ଅବ୍ୟୟ ପଦ। ତାହେଲେ ରମେଶଙ୍କ ସହ ସମ୍ବନ୍ଧିତ ଅବ୍ୟୟ ପଦଟା କୋଉଠି ବସିଛି? ରମେଶଙ୍କ ସହିତ ସମ୍ବନ୍ଧିତ ନା। ତାହେଲେ ରମେଶ କ'ଣ ଗୋଟେ ସମ୍ବନ୍ଧିତ ପଦ? ରମେଶଟା ଗୋଟେ ସମ୍ବନ୍ଧିତ ପଦ ଆଉ ବିନାଟା ଗୋଟେ ଅବ୍ୟୟ ପଦ। ତାହେଲେ ବାକ୍ୟରେ ପଦନୟୀ ଅବ୍ୟୟ କୋଉଠି ବସେ? ଏଇଟା ଗୋଟେ ଅବ୍ୟୟ କିନ୍ତୁ ପଦନୟୀ ଅବ୍ୟୟ। ତାହେଲେ ବାକ୍ୟରେ ପଦନୟୀ ଅବ୍ୟୟ କୋଉଠି ବସେ? ବାକ୍ୟରେ ସମ୍ବନ୍ଧିତ ପଦ ପରେ। କାହିଁକି ସମ୍ବନ୍ଧିତ ପଦ ରମେଶ ଆଉ ତାପରେ ବସିଛି ବିନା। ତାହେଲେ କୋଉଠି ବସିଛି ଅବ୍ୟୟ ପଦଟା? ସମ୍ବନ୍ଧିତ ପଦର ପରେ ସେଇଟା କହିଛନ୍ତି। ତାପରେ 10 ନମ୍ବର ଦେଖିବା। 10 ନମ୍ବର କ'ଣ ଅଛି? ବାପା ଜେଜେଙ୍କର ଜେଜେମାଙ୍କର ଯତ୍ନ ନିଅନ୍ତି। ତାହେଲେ ବାପା ଜେଜେଙ୍କର ଯତ୍ନ ନିଅନ୍ତି, ଜେଜେମାଙ୍କର ବି ଯତ୍ନ ନିଅନ୍ତି। ତାହେଲେ ଏଠି ବାପା ଜେଜେମାଙ୍କ ସହିତ ଗୋଟେ ସମ୍ବନ୍ଧ ବୁଝାଇଲା, ଜେଜେମାଙ୍କ ସହିତ ଆଉ ଥରେ ସମ୍ବନ୍ଧ ବୁଝାଇଲା। ତାହେଲେ ବାକ୍ୟରେ ବିଭିନ୍ନ ବ୍ୟକ୍ତିଙ୍କର ସମ୍ବନ୍ଧ ବୁଝାଇବାକୁ ହେଲେ ବିଭିନ୍ନ ବ୍ୟକ୍ତି ଯେମିତିକି ଜେଜେ ତାପରେ ଜେଜେମା ବିଭିନ୍ନ ବ୍ୟକ୍ତିଙ୍କ ସମ୍ବନ୍ଧ ବୁଝାଇବାକୁ ହେଲେ ପ୍ରତ୍ୟେକ ସମ୍ବନ୍ଧ ପଦ ବିଭକ୍ତି ଯୁକ୍ତ হয়। এই ସମ୍ବନ୍ଧ ପଦ ମଧ୍ୟ ଦେଖ ବିଭକ୍ତି ଯୁକ୍ତ ର ଲାଗିଛି ଆଉ ଏଟାରେ ମଧ୍ୟ ର ଲାଗିଛି। ତାହେଲେ ପ୍ରତ୍ୟେକଟା ବିଭକ୍ତି ଯୁକ୍ତ ହେଲା। କାହିଁକି ସମସ୍ତଙ୍କର ସମ୍ବନ୍ଧ ବୁଝାଇବା ପାଇଁ। ଗୋଟେ ମିନିଟ୍ କହିଲେ ଦେଖ ଚନ୍ଦ୍ରମୋହନ କଟକ ଗଲା ନାହିଁ। ପ୍ରଥମ ସେଣ୍ଟେନ୍ସଟା ଦେଖ ଚନ୍ଦ୍ରମୋହନ କଟକ ଗଲା ନାହିଁ। ଠିକ୍ ଚନ୍ଦ୍ରମୋହନ କଟକ ଗଲା ନାହିଁ। କାଲି ତମେ ଘରେ ନଥିଲ। ତାହେଲେ ଏଇଟା ଟିକେ ମାନେ ନାସ୍ତି ସୂଚକ ଲାଗୁଛି ବାକ୍ୟ ନ ବସିଛି କିନ୍ତୁ ଏଠି ନାହିଁ ଲାଷ୍ଟରେ କାହିଁକି ବସିଛି ନ ଆଗରେ କାହିଁକି ବସିଛି ଦେଖ। ପ୍ରଥମ ବାକ୍ୟରେ ନାହିଁ ଗଲା ପରେ ଆଉ ଦ୍ୱିତୀୟ ବାକ୍ୟରେ ନ ଥିଲା ପୂର୍ବରୁ ବସିଛି। ବାକ୍ୟରେ ନାହିଁ ବା ନାହିଁ ସଂଯୁକ୍ତ ପଦ କ୍ରିୟା ପରେ ବସେ। ତ ମୋଷ୍ଟ ଇମ୍ପୋର୍ଟାଣ୍ଟ ନାହିଁ କ୍ରିୟା ପରେ ବସେ ଆଉ ନ କ୍ରିୟା ପୂର୍ବରୁ ବସେ। ଏଠି ସେଣ୍ଟେନ୍ସରେ ଦେଖିପାରୁଥିବ ବାସ୍ ସେତିକି ଅଛି ଆଉ କିଛି ନାହିଁ। ତାପରେ ଦେଖ ଏଠି ଅଛି ରାଘବ ସୁଦାମକୁ ବେତର ପିଟିଲେ। ବାପା ଗୋପାଳକୁ ବହିଟି ଦେଲେ, ବାପା ବହିଟି ଗୋପାଳକୁ ଦେଲେ। ଏଠି ସବୁ ଜାଗାରେ ଦେଖ କରଣ ସମ୍ପାଦନ ଅପାଦାନ ସବୁ କାରକ ଅଛି। ଏମାନେ କ'ଣ କର୍ମର ପରେ ବା ପୂର୍ବରୁ ବସିପାରନ୍ତି। ଏତିକି ଥିଲା ଆମର କ୍ଲାସ୍ଟା।